ଆସନ୍ତୁ ଆଜି ଆମେ ଏକ ଏମିତି ରହସ୍ୟର ପର୍ଦ୍ଦା ଉଠାଇବା ଯାହା ଯୁଗ ଯୁଗ ଧରି ପୁରୀ ମନ୍ଦିରର ଗର୍ଭଗୃହରେ ସ୍ୱୟଂ ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି ଭିତରେ ଲୁଚି ରହିଛି। ଏହା ଏକ ଏମିତି ସତ୍ୟ ଯାହାକୁ ଆଜି ପର୍ଯ୍ୟନ୍ତ କେହି ଦେଖିନାହାନ୍ତି, କେବଳ ଅନୁଭବ କରିଛନ୍ତି। ତେବେ ଚାଲନ୍ତୁ ସେହି ଗଭୀର ରହସ୍ୟର ଆହୁରି ପାଖକୁ ଯିବା। ଆଉ ଆମର ଆଜିର ଏହି ଅନ୍ୱେଷଣର କେନ୍ଦ୍ରରେ ରହିଛି ବ୍ରହ୍ମ ପଦାର୍ଥ। ନାଁଟା ଶୁଣିବାକୁ ଯେତିକି ସରଳ ଲାଗୁଛି, ଏହା ପଛର ରହସ୍ୟ ସେତିକି ଗଭୀର ଓ ଅସାଧାରଣ। କୁହାଯାଏ ଏହା ହିଁ ଶ୍ରୀଜଗନ୍ନାଥଙ୍କ ଜୀବନ୍ତ ସତ୍ତାର ମୂଳ ଆଧାର। ଦେଖନ୍ତୁ, ପୁରୀର ଶ୍ରୀଜଗନ୍ନାଥ ମନ୍ଦିର କେବଳ ଇଟା ପଥରରେ ତିଆରି ଏକ ସୌଧ ନୁହେଁ। ଏହା ହେଉଛି କୋଟି କୋଟି ଲୋକଙ୍କ ବିଶ୍ୱାସର ପ୍ରତୀକ। କିନ୍ତୁ ଏହାର ପ୍ରତିଟି କୋଣର ଲୁଚି ରହିଥିବା ଅସଂଖ୍ୟ କାହାଣୀ ଭିତରେ ଯେଉଁ ସବୁଠୁ ବଡ଼ ରହସ୍ୟଟି ରହିଛି, ସେଇଟା ମନ୍ଦିରର ହୃଦୟରେ ହିଁ ଧଡ଼କୁଛି। ସାଧାରଣତଃ ଆମେ ମନ୍ଦିରମାନଙ୍କରେ ଦେଖୁ ଯେ ମୂର୍ତ୍ତିଗୁଡ଼ିକ ପଥର କିମ୍ବା ଧାତୁରେ ତିଆରି ହୋଇଥାଏ, ଯାହା ଚିରସ୍ଥାୟୀ। କିନ୍ତୁ ମହାପ୍ରଭୁଙ୍କ କ୍ଷେତ୍ରରେ କଥାଟା ପୂରାପୂରି ଅଲଗା। ତାଙ୍କର ବିଗ୍ରହ ପବିତ୍ର ନିମ୍ବ କାଠରେ ତିଆରି, ମାନେ ମଣିଷ ଶରୀର ଭଳି ନଶ୍ୱର। ଆଉ ଏହି ନଶ୍ୱରତା ହିଁ ସେହି ମହାନ ରହସ୍ୟ ପାଇଁ ବାଟ ଖୋଲିଦିଏ। ଆଉ ଠିକ୍ ପ୍ରତି 12ରୁ 19 ବର୍ଷରେ ଥରେ ସେହି ସମୟ ଆସେ ଯାହାକୁ କୁହାଯାଏ ନବକଳେବର। ଏହା କେବଳ ମୂର୍ତ୍ତି ବଦଳାଇବାର ଏକ ନୀତି ନୁହେଁ, ବରଂ ଏହା ହେଉଛି ପୁରୁଣା ଶରୀର ତ୍ୟାଗ କରି ନୂଆ ଶରୀର ଧାରଣ କରିବାର ଏକ ଆଧ୍ୟାତ୍ମିକ ପ୍ରକ୍ରିୟା। ଆଉ ଠିକ୍ ଏହି ସମୟରେ ହିଁ ସେହି ରହସ୍ୟ ନିଜର ଉପସ୍ଥିତି ଜାହିର କରେ। ହେଲେ ଏଇ ଯେଉଁ ମହାପର୍ବ, ତାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କ୍ରିୟାଟି ଲକ୍ଷ ଲକ୍ଷ ଲୋକଙ୍କର ଆଖି ଆଡ଼ୁଆଡ଼େ ଗଭୀର ରହସ୍ୟ ଭିତରେ ହିଁ ସମ୍ପନ୍ନ ହୁଏ। ଏକ ଏମିତି କ୍ରିୟା ଯାହାର ସାକ୍ଷୀ କେବଳ ଘନ ଅନ୍ଧକାର ଆଉ କିଛି ବଛା ବଛା ସେବାୟତୀ ରହିଥାନ୍ତି। ତେବେ ଚାଲନ୍ତୁ ସେହି ରହସ୍ୟର ମୂଳ କେନ୍ଦ୍ରକୁ ପ୍ରବେଶ କରିବା। କଥା ହେବା ସେହି ଅଦୃଶ୍ୟ ସ୍ଥାନାନ୍ତର ବିଷୟରେ, ଯେଉଁଠି ଦିବ୍ୟ ଶକ୍ତି ଗୋଟିଏ ଶରୀରରୁ ଆଉ ଗୋଟିଏ ଶରୀରକୁ ଯାତ୍ରା କରେ। ସେଇ ଘନ ଅନ୍ଧାର ଭିତରେ ପୁରୁଣା ମୂର୍ତ୍ତିର ହୃଦୟରୁ ଗୋଟିଏ ରହସ୍ୟମୟ ବସ୍ତୁକୁ ବାହାର କରି ନୂଆ ମୂର୍ତ୍ତିର ହୃଦୟରେ ସ୍ଥାପନ କରାଯାଏ। ଆଉ ତାକୁ ହିଁ କୁହାଯାଏ ବ୍ରହ୍ମ ପଦାର୍ଥ। ସବୁ ରହସ୍ୟର, ସବୁ ବିଶ୍ୱାସର କେନ୍ଦ୍ରବିନ୍ଦୁ। ହେଲେ ସବୁଠାରୁ ବଡ଼ ପ୍ରଶ୍ନଟା ତ ଏଇଠି ଉଠୁଛି, ଏହି ବ୍ରହ୍ମ ପଦାର୍ଥ ଜିନିଷଟା ପ୍ରକୃତିରେ କ'ଣ, ତାର ସ୍ୱରୂପ କେମିତି? ଏମିତି କ'ଣ ସେ ଜିନିଷ ଯାହାକୁ ଯୁଗ ଯୁଗ ଧରି ଏତେ ଗୋପନରେ ରଖାଯାଇଛି? ଏହାକୁ ନେଇ କଳ୍ପନା ଆଉ ବିଶ୍ୱାସର କୌଣସି ସୀମା ନାହିଁ। କିଏ କହେ ଏହା ହେଉଛି ଦ୍ୱାପର ଯୁଗରୁ ସଂରକ୍ଷିତ ଥିବା ସ୍ୱୟଂ ଭଗବାନ ଶ୍ରୀକୃଷ୍ଣଙ୍କର ଅବିନଶ୍ୱର ହୃଦପିଣ୍ଡ। ପୁଣି କେହି କେହି ବିଶ୍ୱାସ କରନ୍ତି ଯେ ଏହା ଏକ ଅଲୌକିକ ଶକ୍ତିପୁଞ୍ଜ, ଯାହାର ଉତ୍ସ ହୁଏତ ଏହି ବ୍ରହ୍ମାଣ୍ଡର ବି ବାହାରେ। ଆଉ ଏହାକୁ ସ୍ଥାନାନ୍ତର କରିବାର ଯେଉଁ ବିଧି, ସେଟା ଶୁଣିଲେ ଆହୁରି ଆଶ୍ଚର୍ଯ୍ୟ ଲାଗିବ। ସେଦିନ ରାତିରେ ପୁରା ମନ୍ଦିରର ଆଲୋକ ଲିଭାଇ ଦିଆଯାଏ। ଯେଉଁ ମୁଖ୍ୟ ପୂଜକ ଏହି କାମ କରନ୍ତି, ତାଙ୍କ ଆଖିରେ ପଟ୍ଟି ବନ୍ଧାଯାଏ। ଏପରିକି ତାଙ୍କ ହାତକୁ ବି ମୋଟା କପଡ଼ାରେ ଗୁଡ଼ାଇ ଦିଆଯାଏ, ଯେମିତି ସେ ଭୁଲରେ ବି ତାକୁ ସ୍ପର୍ଶ କରି ଅନୁଭବ କରି ନ ପାରନ୍ତି। ସବୁକିଛି ହୁଏ ପୂରାପୂରି ଅନ୍ଧକାରରେ। କିନ୍ତୁ ଏତେ ସତର୍କତା କାହିଁକି? ମାନେ ଏହାକୁ ଦେଖିବା କିମ୍ବା ଛୁଇଁବା କାହିଁକି ଏତେ ବାରଣ କରାଯାଇଛି? ଯଦି କେହି ଭୁଲରେ ଏହି ନିୟମ ଭାଙ୍ଗିଦିଏ, ତେବେ କ'ଣ ହେବ? ଏହି ପ୍ରଶ୍ନର ଉତ୍ତର ଆମକୁ ନେଇଯିବ କିଛି ପୁରୁଣା କାହାଣୀ ଓ କିମ୍ବଦନ୍ତୀ ପାଖକୁ, ଯାହା ଏହାକୁ ଏକ ବାରଣୀୟ ଦୃଶ୍ୟରେ ପରିଣତ କରିଦିଏ। ପୁରୁଣା କାହାଣୀ ସବୁ ଆମକୁ ସତର୍କ କରାଏ। କୁହାଯାଏ, ଯିଏ ବି କେବେ ଭୁଲରେ ହେଉ ବା ଜାଣିଶୁଣି ଏହି ବ୍ରହ୍ମ ପଦାର୍ଥକୁ ଦେଖିବାକୁ ଚେଷ୍ଟା କରିଛି, ତାର ଜୀବନ ଦୁଃଖ ଆଉ କଷ୍ଟରେ ଭରିଯାଇଛି। ଆଉ ଏହି ବିଶ୍ୱାସ ହିଁ ରହସ୍ୟ ଉପରେ ଏକ ଭୟର ଆବରଣ ଟାଣିଦିଏ। ଯେଉଁ କେତେଜଣ ସେବାୟତ ସେହି ସମୟରେ ମନ୍ଦିର ଭିତରେ ଉପସ୍ଥିତ ଥାନ୍ତି, ସେମାନଙ୍କ ଅନୁଭୂତି ଆହୁରି ଅଲଗା। ସେମାନେ କୁହନ୍ତି, ସ୍ଥାନାନ୍ତର ସମୟରେ ମନ୍ଦିରର ଗର୍ଭଗୃହ ଏକ ଅବର୍ଣ୍ଣନୀୟ ଅଲୌକିକ ଊର୍ଜାରେ ପରିପୂର୍ଣ୍ଣ ହୋଇଯାଏ। ଏକ ଏମିତି ଶକ୍ତି ଯାହାର ଉପସ୍ଥିତି ଏହି ପାର୍ଥିବ ଜଗତର ବୋଧଏ ନୁହେଁ। ଏହି ସବୁ ଅନୁଭୂତି ଆଉ କାହାଣୀ ଆମକୁ ଏହି ରହସ୍ୟର ପ୍ରକୃତ ଶକ୍ତି ବିଷୟରେ ଚିନ୍ତା କରିବାକୁ ବାଧ୍ୟ କରେ। ଏହା କେବଳ ଏକ ବସ୍ତୁ ନୁହେଁ, ବରଂ ଏକ ଜୀବନ୍ତ ଶକ୍ତିର ପ୍ରତୀକ। ଆଉ ଆଜି ପର୍ଯ୍ୟନ୍ତ ବ୍ରହ୍ମ ପଦାର୍ଥର ପ୍ରକୃତ ସତ୍ୟ କ'ଣ, ସେଟା ଏକ ସୁରକ୍ଷିତ ରହସ୍ୟ ହୋଇ ରହିଛି। ଏହି ଜ୍ଞାନ ପିଢ଼ି ପରେ ପିଢ଼ି କେବଳ କିଛି ବଛା ବଛା ଦୈତାପତି ସେବକଙ୍କ ମଧ୍ୟରେ ହିଁ ସୀମିତ ରହିଆସିଛି। ଏହା ଏକ ପବିତ୍ର ଶପଥ, ଯାହାକୁ ସେମାନେ କେବେ ବି ଭାଙ୍ଗନ୍ତି ନାହିଁ। ଶେଷରେ ମହାପ୍ରଭୁଙ୍କର ଏହି ଗଭୀର ରହସ୍ୟ ଆମକୁ ବୋଧହୁଏ ଗୋଟିଏ କଥା ଶିଖାଇଥାଏ, ଯେ ଏହି ବ୍ରହ୍ମାଣ୍ଡର କିଛି ଶକ୍ତି ମଣିଷର ବୁଝିବା ଶକ୍ତିର ବହୁତ ଉପରେ। କିଛି କଥାକୁ କେବଳ ବିଶ୍ୱାସରେ ହିଁ ଅନୁଭବ କରାଯାଇପାରେ, ତର୍କରେ ନୁହେଁ। ତେବେ ପ୍ରଶ୍ନଟି ଶେଷରେ ସେହିଠାରେ ହିଁ ଅଟକି ଯାଉଛି। ଏହା କୌଣସି ଅଜଣା ବିଜ୍ଞାନର ଏକ ଘଟଣା, ନା ଈଶ୍ୱରଙ୍କର ଏକ ଦିବ୍ୟ ଚମତ୍କାର?
ଏହାର ଉତ୍ତର ହୁଏତ ବାହାରେ କେଉଁଠି ନୁହେଁ ବରଂ ପ୍ରତ୍ୟେକଙ୍କର ନିଜ ନିଜ ବିଶ୍ୱାସରେ ହିଁ ଲୁଚି ରହିଛି।